ଯାଜପୁର ବିଞ୍ଝାରପୁର ବ୍ଲକର ଅଗ୍ରଣୀ ଶିକ୍ଷାନୁଷ୍ଠାନ ବରୁଣେଶ୍ୱର ମହାବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ନୂଆ ଓ ଉଦ୍ଯାପିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ବିନ୍ଦୁରେଖା ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ତଥା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଯୋଗଦେଇ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜର ଭବିଷ୍ୟତକୁ ଉତ୍ତମ ଭାବେ ଗଢ଼ିବା ସହିତ ଲୁପ୍ତ ପରମ୍ପରାକୁ ଲୌଜୀବିତ କରିପାରୁଛନ୍ତି ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ସଭାରେ ମୁଖ୍ୟ ବକ୍ତା ଭାବେ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ବଟକୃଷ୍ଣ ମହାପାତ୍ର, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ, ଜିଲ୍ଲା ପରିଷଦ ସଭ୍ୟ ନନ୍ଦକିଶୋର ସାମଲ, ସଂଯୋଜକ ବିଜୟ କୃଷ୍ଣ ଦାସ ପ୍ରମୁଖ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ଚିନ୍ତାଧାରା ଛାତ୍ରଛାତ୍ରୀମାନଙ୍କ କ୍ରୀଡ଼ା ଓ ଅନ୍ୟାନ୍ୟ ଅନ୍ତର୍ନିହିତ ପ୍ରତିଭାର ବିକାଶ କ୍ଷେତ୍ରରେ ବିଶେଷ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଦୀର୍ଘ ଏକ ମାସ ଧରି ଚାଲିଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମରେ ଯୋଗ ଦେବା ପୂର୍ବରୁ ମହାବିଦ୍ୟାଳୟ ପରିସରରେ ଏକ ଅତ୍ୟାଧୁନିକ ଜିମ୍ନାସିୟମ ସହ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିର ମାନ୍ୟବର ବାଚସ୍ପତି ଶୁଭ ଉଦ୍ଘାଟନ କରିଥିଲେ। ବରୁଣେଶ୍ୱର ମହାବିଦ୍ୟାଳୟରେ ଯୁବ ଓଡ଼ିଶା ନୂଆ ଓଡ଼ିଶା ନବୀନ ଓଡ଼ିଶାର ଉଦ୍ଯାପନୀ ଉତ୍ସବ ପିଲାମାନେ ବିଭିନ୍ନ ଖେଳକୁଦରେ ଭାଗ ନେଇଥିଲେ ଏବଂ ଝିଅ ପିଲାମାନେ ମଧ୍ୟ ବିଭିନ୍ନ ଖେଳରେ ଭାଗ ନେଇଥିଲେ। ସେମାନେ ଯେଉଁମାନେ ଉତ୍ତୀର୍ଣ୍ଣ ହୋଇଛନ୍ତି ସେମାନଙ୍କୁ ଆଜି ପ୍ରାଇଜ୍ ଦିଆଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ ପାଠର ସୁବ୍ୟବସ୍ଥା କରିନାହାନ୍ତି, ପାଠ ପଢ଼ିବା ପାଇଁ ଆଜି କମ୍ପ୍ୟୁଟର ରୁମ୍ ବିଭିନ୍ନ ପ୍ରକାର ସମସ୍ତ ପ୍ରକାର ସୁବିଧା କଲା ପରେ ଖେଳକୁ କିଭଳି ଭାବରେ ଉତ୍ସାହିତ କରାଯିବ, ଖେଳାଳିମାନଙ୍କୁ ଉତ୍ସାହିତ କରାଯିବ, ସେଥିପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି ଏବଂ ପିଲା ମଧ୍ୟ ଉତ୍ସାହିତ ଅଛନ୍ତି, ସମସ୍ତେ ଖୁସି ଅଛନ୍ତି, ଏ ଖେଳରେ ଭାଗ ନେଇଛନ୍ତି ଏବଂ ନୂଆ ଓଡ଼ିଶା ନବୀନ ଓଡ଼ିଶା ଗଢ଼ିବାକୁ ପ୍ରୟାସ କରିଛନ୍ତି। ନିଶ୍ଚିତ ଭାବରେ ପିଲା ଯେଉଁମାନେ ଖେଳାଳିମାନେ ଖେଳ ଖେଳୁଛନ୍ତି ସେମାନେ ଭବିଷ୍ୟତରେ ଭଲ ଭଲ ଖେଳାଳି ହେଇକି ନିଶ୍ଚିତ ଭାବରେ ଏ କଲେଜର ପିଲାମାନେ ନିଶ୍ଚିତ ଭାବରେ ଭଲ ଖେଳାଳି ହେବେ। ପିଲାମାନଙ୍କୁ ଆହ୍ୱାନ ଦେବି, ଭଲ ପାଠ ପଢ଼ନ୍ତୁ, ଭଲ ଖେଳନ୍ତୁ, ଭଲ ଭାବରେ ଜୀବନକୁ ଗଢ଼ନ୍ତୁ। ଓଡ଼ିଶା ଯୁବ ଓଡ଼ିଶା ନବୀନ ଓଡ଼ିଶା ଓଡ଼ିଶା ସରକାରଙ୍କର ଏକ ଅଭିନବ ପଦକ୍ଷେପ ଛାତ୍ର ସମାଜକୁ ଜାଗ୍ରତ କରିବା ପାଇଁ ଏବଂ ଗ୍ରାମାଞ୍ଚଳରେ ରହୁଥିବା ପିଲାମାନଙ୍କର ବୌଦ୍ଧିକ ଅଭିବୃଦ୍ଧି ପାଇଁ ଏସବୁ ଯେଉଁ ପଦକ୍ଷେପ ନିଆଯାଇଛି ପ୍ରକୃତରେ ସେ ଆମ ମୁଖ୍ୟମନ୍ତ୍ରୀଙ୍କର ଏକ ଭଲ ପଦକ୍ଷେପ ଏବଂ ଆମ କଲେଜରେ ଏଇ ଯେଉଁ ମାସେ ଧରି ଚାଲିଥିଲା ନୂଆ ଓଡ଼ିଶା ନୂତନ ଅଭିଳାଷ ପ୍ରୋଗ୍ରାମ ଯେଉଁ ଚାଲିଥିଲା ଅନେକ ଛାତ୍ରଛାତ୍ରୀ ପ୍ରାୟ 100% ଛାତ୍ରଛାତ୍ରୀ ଭାଗ ନେଇଥିଲେ। ସବୁଥିରେ ଜନସଚେତନତା ସଂସ୍କୃତି ଏବଂ କ୍ରୀଡ଼ା ସବୁଥିରେ ସେମାନେ ପାର୍ଟିସିପେଟ୍ କରିଥିଲେ। ବିଭିନ୍ନ ପର୍ଯ୍ୟାୟରେ ଯେଉଁଟା ଆମେ ଆଶା ବି କରୁନଥିଲୁ ପିଲାଙ୍କ ଭିତରେ ଏତେ ଅନ୍ତର୍ନିହିତ ପ୍ରତିଭା ଅଛି ଏବଂ ତାକୁ ଆଗକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କର ଯେଉଁ ପ୍ରୟାସ ତାହା ନିଶ୍ଚିତ ବହୁତ ଶୀଘ୍ର ତାଙ୍କର ଇଚ୍ଛା ଉଦ୍ୟମ ପୂରଣ ହେବ ଏବଂ ବାସ୍ତବିକତାର ରୂପ ପାଇବ। ଲକ୍ଷ୍ୟ 100ରୁ 100 ପୂରଣ ହେଇଛି, କାରଣ ମାସେ ଧରି ଆମେ ଦେଖୁଛୁ ଯେ ପିଲାମାନଙ୍କର ଯେଉଁ ଆଗ୍ରହ ଆଜି ବି ଦେଖିଥିବେ ଆପଣମାନେ ସମସ୍ତେ ପିଲାମାନଙ୍କର ଆଗ୍ରହ ଉତ୍ସାହ ଉଦ୍ଦୀପନା ଏବଂ ସବୁଥିରେ ପାର୍ଟିସିପେଟ୍ କରିବାର ଆମେ ଯେଉଁ ଭାବୁଛୁ ପୁଚି ଶଙ୍ଖ ହୁଳହୁଳି ଏଗୁଡ଼ା ସବୁ ଲୋପ ପାଇଗଲାଣି, କିନ୍ତୁ ଆମର ପିଲାମାନଙ୍କର ପାର୍ଟିସିପେସନ ଦେଖି ଆମେ ଆଶ୍ଚର୍ଯ୍ୟ ହେଇଗଲୁ ଯେ ଏତେ ପ୍ରକାର ପିଲାଙ୍କର ସବୁ ଆଗ୍ରହ ଅଛି। ଏବଂ ସ୍କିପିଂରେ ଆମେ ଜଜ୍ ପାଇଲୁନି, ମାନେ ଦିନ ଦିନ ଧରି ସେମାନଙ୍କର ଗୋଟେ ଗୋଟେ ପ୍ରୋଗ୍ରାମ ଚାଲିଲା। ଆମେ ସକାଳୁ 8ଟା ବେଳୁ ପ୍ରାୟ ଆରମ୍ଭ କରୁ, ଦିନ 5ଟା ପର୍ଯ୍ୟନ୍ତ ପିଲାମାନେ ନ ଖାଇ ନ ପିଇ ସେମିତି ଥାଆନ୍ତି ଏବଂ ଏଇ ଯେଉଁ ଚିନ୍ତାଧାରା ନେଇକି ଓଡ଼ିଶା ଆଗକୁ ଯିବ ଏବଂ ନିଶ୍ଚିତ ଆଗକୁ ଯିବ। ପୁଣି ଥରେ ସଂସ୍କୃତି ଆମର ଆଗକୁ ଆସିବ ଏବଂ କ୍ରୀଡ଼ା କ୍ଷେତ୍ରରେ ନିଶ୍ଚିତ ଆଉ ଗୋଟେ ଜିନିଷ କଥା ଯେଉଁ ସଚେତନତା ଅଭାବରୁ ଯେଉଁ ଆମର ଅସୁବିଧା ହେଉଥିଲା, ଲୋକ କିଛି ଜାଣିପାରୁନଥିଲେ, ଏ ଯେଉଁ ରାଲି ମାଧ୍ୟମରେ ଜନସଚେତନତା କାର୍ଯ୍ୟକ୍ରମ ହେଇଛି ଆଉ ସେଥିରେ କେବଳ ପିଲାମାନେ ଯେ କିଛି ହେଇଛି ସୁବିଧା ମାନେ କିଛି ଜାଣିପାରିଛନ୍ତି ସେ କଥା ନୁହେଁ, ପ୍ରତ୍ୟେକ ଘରେ ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ ମଧ୍ୟ ଗଭୀର ରେଖାପାତ କରିଛି। ଡିସେମ୍ବର 4ରୁ ମହାମାନ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନିର୍ଦ୍ଦେଶ କ୍ରମେ ଆମେ ଆରମ୍ଭ କରିଥିଲୁ। ଏ ବିଶେଷ ଭାବରେ ଆମେ ଲକ୍ଷ୍ୟ କରିଥିଲୁ ଛାତ୍ରଛାତ୍ରୀମାନଙ୍କ ଭିତରେ ଏକ ପ୍ରବଳ ଉଦ୍ଦୀପନା, ଏକ ପ୍ରବଳ ଖୁସିର ମାହୋଲ। ବିଶେଷ ଭାବରେ ଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିବାକୁ ଆମେ ଦେଖୁଥିଲୁ ବ୍ୟଗ୍ର ହେଉଥିଲେ, କାରଣ ଆମେ ଏଥିରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆମର ପୁରାତନ ବା ଲୁଚି ଯାଉଥିବା ସଂସ୍କୃତି ଖେଳ ଏବଂ ସାହିତ୍ୟକୁ ପୁନର୍ଜୀବିତ କରିବା ପାଇଁ ପଦକ୍ଷେପ ଗୁଡ଼ିକ ନେଇଥିଲୁ।
ସେଥିମଧ୍ୟରେ ଯେଉଁ ପୁଚି ଆମର ସ୍କିପିଂ ଆମର ମେହେନ୍ଦି ଝୋଟି ହୁଳୁହୁଳି ଶଙ୍ଖ ଏଇଭଳି ପ୍ରାଚୀନ ଖେଳଗୁଡ଼ିକ ଲୁପ୍ତପ୍ରାୟ ହୋଇଯାଉଥିଲା ତାକୁ ଉଜ୍ଜୀବିତ କରିଥିଲେ ଆମର ଛାତ୍ରଛାତ୍ରୀଗଣ।